ସମସ୍ତଙ୍କୁ ପୁଷ୍ଟି ମଲ୍ଟିମିଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ସୁସ୍ୱାଗତ। ଆଜି ଆମେ ଆଲୋଚନା କରିବା ସାରଳା ସାହିତ୍ୟର କେତୋଟି MCQ ଉପରେ। ଏହା ପରବର୍ତ୍ତୀ ଭିଡ଼ିଓରେ ଆମେ 45ଟି MCQ ଆଲୋଚନା କରିସାରିଛନ୍ତି। ଏହା ହେଉଛି ସାରଳା ସାହିତ୍ୟର ପାର୍ଟ 2 କ୍ଲାସ୍। ଯଦି ଆପଣମାନେ ପୂର୍ବ ଭିଡ଼ିଓଟି ଦେଖିନାହାନ୍ତି ତେବେ ଡେସ୍କ୍ରିପସନ୍ରେ ଏହାର ଲିଙ୍କ୍ ଦିଆହେଇଛି, ସମସ୍ତେ ତାହାକୁ ଦେଖିନେବେ। ଯଦି ଆପଣ ନୂଆ କରି ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇଛନ୍ତି ତେବେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନିଅନ୍ତୁ। ମହାଭାରତର କେଉଁ ପର୍ବରେ ଗାଲମାଧବ ଉପାଖ୍ୟାନ ଲିଖିତ? ମହାଭାରତରେ କେଉଁ ପର୍ବରେ ଗାଲମାଧବ ଉପାଖ୍ୟାନ ଲିଖିତ? ଅପସନ୍ କ ଆଦି ପର୍ବ, ଖ ଆଶ୍ରମିକ ପର୍ବ, ଗ ମୂଷଳି ପର୍ବ, ଘ ଶଲ୍ୟ ପର୍ବ। ଏହାର ସଠିକ୍ ଉତ୍ତର ହେଉଛି ମୂଷଳି ପର୍ବ। ମୂଷଳି ପର୍ବରେ ଗାଲମାଧବ ଉପାଖ୍ୟାନ ଲିଖିତ ହୋଇଛି। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସଙ୍କୁ କିଏ ପ୍ରସନ୍ନ ହୋଇ ଶୂଦ୍ରମୁନି ସାରଳା ନାମରେ ନାମିତ କରିଥିଲେ? ଅପସନ୍ କ ଜନ୍ମଦାତା, ଖ ଭ୍ରାତା, ଗ କପିଳେନ୍ଦ୍ର ଦେବ, ଘ ପ୍ରତାପରୁଦ୍ର ଦେବ। ସାରଳା ଦାସଙ୍କୁ କିଏ ଶୂଦ୍ରମୁନି ନାମରେ ପରିଚିତ କରାଇଥିଲେ? ଏହାର ଉତ୍ତର ହେଉଛି ଜନ୍ମଦାତା। ବ୍ୟାସଦେବଙ୍କ ରଚିତ ମହାଭାରତ ପର୍ବର ନାମକରଣରେ ସାରଳା ଦାସ ନିଜ ମହାଭାରତର କେଉଁ ପର୍ବଗୁଡ଼ିକ ନୂତନ ନାମକରଣ କରିଛନ୍ତି? ବ୍ୟାସଦେବଙ୍କ ରଚିତ ମହାଭାରତର ପର୍ବର ନାମକରଣରେ ସାରଳା ଦାସ ନିଜ ମହାଭାରତର କେଉଁ ପର୍ବଗୁଡ଼ିକ ନୂତନ ନାମକରଣ କରିଛନ୍ତି? ଅପସନ୍ ହେଉଛି ମଧ୍ୟ ପର୍ବ, କଣ୍ଠ ପର୍ବ, ନାରୀ ପର୍ବ, କ ଖ ଆଦି ପର୍ବ, ଦ୍ରୋଣ ପର୍ବ, ସ୍ୱର୍ଗାରୋହଣ ପର୍ବ, ଗ ଭୀଷ୍ମ ପର୍ବ, ବନ ପର୍ବ, ମୂଷଳି ପର୍ବ, ଘ ମଧ୍ୟ ପର୍ବ, ଗଦା ପର୍ବ ଏବଂ କାଇଁସିକା ପର୍ବ। ଏହାର ସଠିକ୍ ଉତ୍ତର ହେଉଛି ମଧ୍ୟ ପର୍ବ, ଗଦା ପର୍ବ ଏବଂ କାଇଁସିକା ପର୍ବ। ଉତ୍ତର ଘ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଅସମୟରେ ଗଧପାଦ ଧରିବା ପ୍ରବଚନଟିକୁ ସାରଳା ଦାସ ମହାଭାରତର କେଉଁ ପର୍ବରେ ଉପସ୍ଥାପନ କରିଥିଲେ? କ ଆଦି ପର୍ବ, ଖ ମଧ୍ୟ ପର୍ବ, ଗ ସଭା ପର୍ବ, ଘ ଗଦା ପର୍ବ। ଏହାର ଉତ୍ତର ହେଉଛି ସଭା ପର୍ବ, ଯେଉଁଥିରେ ଶ୍ରୀକୃଷ୍ଣ ଗଧପାଦ ଧରିଥିବା କଥା ଉଲ୍ଲେଖ ହୋଇଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସାରଳା ଦାସଙ୍କ ମହାଭାରତର କେଉଁ ବୃତ୍ତରେ ରଚିତ? ବୃତ୍ତ ହେଉଛି ଛନ୍ଦ। ମହାଭାରତ କେଉଁ ଛନ୍ଦରେ ରଚନା କରାଯାଇଛି? ଏଇଟା ସମସ୍ତେ ପଢ଼ିଥିବା ଆଗରୁ। ଅପସନ୍ କ ରାମକେରି, ଖ ଦାଣ୍ଡିବୃତ୍ତ, ଗ କଳହଂସିକାଦାର ବୃତ୍ତ, ଘ ନବାକ୍ଷରୀ ବୃତ୍ତ। ଏହାର ଉତ୍ତର କ'ଣ ହେବ? ଏହାର ଉତ୍ତର ହେଉଛି ଦାଣ୍ଡିବୃତ୍ତ ବା ଦାଣ୍ଡି ଛନ୍ଦ, ଯେଉଁଥିରେ ପଦ ସଂଖ୍ୟା ଅସମାନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଦାଣ୍ଡିବୃତ୍ତର ପ୍ରଥମ ସ୍ରଷ୍ଟା କିଏ? ପ୍ରଥମେ କିଏ ଦାଣ୍ଡିବୃତ୍ତ ବା ଦାଣ୍ଡି ଛନ୍ଦରେ ରଚନା କରିଥିଲେ? ଅପସନ୍ କ ବଚ୍ଛା ଦାସ, ଖ ବଳରାମ ଦାସ, ଗ ଜଗନ୍ନାଥ ଦାସ, ଘ ସାରଳା ଦାସ। କିଏ ଦାଣ୍ଡିବୃତ୍ତର ପ୍ରଥମ ସ୍ରଷ୍ଟା? ଏହାର ସଠିକ୍ ଉତ୍ତର ହେଉଛି ସାରଳା ଦାସ। ପ୍ରଥମେ ସାରଳା ଦାସ ମହାଭାରତରେ ଦାଣ୍ଡି ଛନ୍ଦରେ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଦାଣ୍ଡିବୃତ୍ତ ସଂସ୍କୃତ କେଉଁ ବୃତ୍ତର ଅନୁସରଣରେ ହୋଇଛି? ସଂସ୍କୃତର କେଉଁ ବୃତ୍ତର ଅନୁସରଣରେ ଦାଣ୍ଡିବୃତ୍ତ ହୋଇଛି? ଅପସନ୍ କ ଦଣ୍ଡକ, ଖ ଦଣ୍ଡି, ଗ ଦଣ୍ଡୁଆଳ, ଘ ଦଣ୍ଡରୀ। ଏହାର ସଠିକ୍ ଉତ୍ତର ହେଉଛି କ ଦଣ୍ଡକ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସାରଳା ଦାସ ତାଙ୍କର କେଉଁ ଗ୍ରନ୍ଥରେ ଓଡ଼ିଶାର ପ୍ରସିଦ୍ଧ ଦେବୀପୀଠମାନଙ୍କର ବିସ୍ତୃତ ବର୍ଣ୍ଣନା କରିଛନ୍ତି? ସାରଳା ଦାସ କେଉଁ ଗ୍ରନ୍ଥରେ
ଓଡ଼ିଶାର ପ୍ରସିଦ୍ଧି ଦେବୀପୀଠମାନଙ୍କର ବିସ୍ତୃତ ବର୍ଣ୍ଣନା କରିଛନ୍ତି। କ ମହାଭାରତ, ଖ ବିଲଙ୍କା ରାମାୟଣ, ଗ ଚଣ୍ଡୀପୁରାଣ, ଘ ନାରାୟଣ ବଚନିକା। କେଉଁଥିରେ ଦେବୀ ପୀଠମାନଙ୍କର ବର୍ଣ୍ଣନା କରିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଚଣ୍ଡୀପୁରାଣ। ଚଣ୍ଡୀପୁରାଣରେ ସେ ଦେବୀ ପୀଠମାନଙ୍କର ବିସ୍ତୃତ ବର୍ଣ୍ଣନା କରିଛନ୍ତି। 54 ବିଲଙ୍କା ରାମାୟଣର କେଉଁ ବୃତ୍ତରେ ରଚିତ? ବିଲଙ୍କା ରାମାୟଣ ଯେପରି ଦାଣ୍ଡି ବୃତ୍ତରେ ମହାଭାରତ ରଚିତ, ସେହିପରି ବିଲଙ୍କା ରାମାୟଣ କେଉଁ ବୃତ୍ତରେ ରଚନା କରାଯାଇଛି? କ ଦାଣ୍ଡି ବୃତ୍ତ, ଖ ରାମକେରି ବୃତ୍ତ, ଗ କଳହଂସୀ କେଦାର, ଘ ଆଷାଢ଼ ଶୁକ୍ଳ। ସଠିକ ଉତ୍ତର ହେଉଛି ଦାଣ୍ଡି ବୃତ୍ତ। ଦାଣ୍ଡି ବୃତ୍ତରେ ବିଲଙ୍କା ରାମାୟଣ ଓ ଦାଣ୍ଡି ବୃତ୍ତରେ ମହାଭାରତ ରଚନା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସଙ୍କ ଲକ୍ଷ୍ମୀନାରାୟଣ ବଚନିକା ପୁସ୍ତକଟିକୁ କେଉଁ ସମାଲୋଚକ ପ୍ରଥମେ ଲୋକଲୋଚନକୁ ଆଣିଥିଲେ? ସାରଳା ଦାସ ଯେଉଁ ଲକ୍ଷ୍ମୀନାରାୟଣ ବଚନିକା ଲେଖିଥିଲେ, ତାହା କେଉଁ ସମାଲୋଚକ ପ୍ରଥମେ ଲୋକଲୋଚନକୁ ଆଣିଥିଲେ? କ ମାୟାଧର ମାନସିଂହ, ଖ ବଂଶୀଧର ମହାନ୍ତି, ଗ ମନମୋହନ ମିଶ୍ର, ଘ ଆର୍ତ୍ତବଲ୍ଲଭ ମହାନ୍ତି। କ'ଣ ଏହାର ଉତ୍ତର ହେବ? ଏହାର ସଠିକ ଉତ୍ତର ହେଉଛି ବଂଶୀଧର ମହାନ୍ତି। ଖ ବଂଶୀଧର ମହାନ୍ତି। ଓଡ଼ିଆ ସାହିତ୍ୟର ପ୍ରଥମ ଚଉତିଶାର ନାମ କ'ଣ? ଓଡ଼ିଆ ସାହିତ୍ୟରେ ପ୍ରଥମ ଚଉତିଶା କ କଳସା ଚଉତିଶା, ଖ ଆର୍ତ୍ତତ୍ରାଣ ଚଉତିଶା, ଗ ପ୍ରେମ ଚିନ୍ତାମଣି ଚଉତିଶା, ବା ଘ ବା ଚଉତିଶା। ଏ ସଠିକ ଉତ୍ତର କ'ଣ ହେବ? ଏ ସଠିକ ଉତ୍ତର ହେଉଛି କଳସା ଚଉତିଶା, ଯାହା ଶିବ ପାର୍ବତୀଙ୍କର ବିବାହ ସମ୍ପର୍କରେ ଲେଖା ହେଇଛି। ବର୍ଷା ଦାସଙ୍କର କଳସା ଚଉତିଶା। ଯଦି ଏହାକୁ ଦେଖିବା ପାଇଁ ଚାହୁଁଛନ୍ତି, ଆମ ୟୁଟ୍ୟୁବ୍ ଚ୍ୟାନେଲରେ ଏହାର କ୍ଲାସ୍ କରାହେଇଛି, ଆପଣ ଦେଖିପାରିବେ। କଳସା ଚଉତିଶା ରଚୟିତା କିଏ? ମାର୍କଣ୍ଡ ଦାସ, କବି ସୂର୍ଯ୍ୟ ବ୍ରହ୍ମା, ବର୍ଷା ଦାସ, ଦୀନକୃଷ୍ଣ ଦାସ। ଏହା ପୂର୍ବ ସମୟରେ କହିକି ଆସିଲି। ଏହାର ସଠିକ ଉତ୍ତର ହେଉଛି ବର୍ଷା ଦାସ। ଇଏ କଳସା ଚଉତିଶା ହେଉଛି ପ୍ରଥମ ଚଉତିଶା। ଆର୍ତ୍ତତାଣ ଚଉତିଶାର ରଚୟିତା କିଏ? ଆର୍ତ୍ତତାଣ ଚଉତିଶାର ରଚୟିତା କିଏ? କ ବଳରାମ ଦାସ, ଖ ଦୀନକୃଷ୍ଣ ଦାସ, ଗ ଜଗନ୍ନାଥ ଦାସ, ଘ ସାରଳା ଦାସ। ଆର୍ତ୍ତତାଣ ଚଉତିଶାର ରଚୟିତା କିଏ? ଏହାର ସଠିକ ଉତ୍ତର ହେଉଛି ଦୀନକୃଷ୍ଣ ଦାସ। ଦୀନକୃଷ୍ଣ ଦାସ ଆର୍ତ୍ତତାଣ ଚଉତିଶା ଲେଖିଥିଲେ। ମୋଷ୍ଟ ଇମ୍ପୋର୍ଟାଣ୍ଟ। କ ଠାରୁ କ୍ଷ ପର୍ଯ୍ୟନ୍ତ 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ଯେଉଁ ରଚନା ଲେଖାଯାଏ, ତାହାକୁ କ'ଣ କୁହାଯାଏ? କ ହେଲା ବୋଲି, ଖ ଚୌପଦୀ, ଗ ଷୋଡ଼ଶା, ଘ ଚଉତିଶା। କ'ଣ ଉତ୍ତର ହେବ? 34ଟା। ଆଉ 34ଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖାଯିବ ନା, ସେ 34ଟା କରୁ କ୍ଷ ପର୍ଯ୍ୟନ୍ତ 34ଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ରଚନା କରାଯାଏ। ଆଉ କ୍ଷ ଠାରୁ ମଧ୍ୟ କ ପର୍ଯ୍ୟନ୍ତ ଯେଉଁଟା ଲେଖାଯାଏ, ତାକୁ ଉଲ୍ଟ ଚଉତିଶା ବୋଲି କୁହାଯାଏ। କ୍ଷ ଠାରୁ କ ପର୍ଯ୍ୟନ୍ତ 34ଟି ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଅର୍ଥାତ୍ ଓଲଟ ରୀତିରେ ଲେଖାଯାଉଥିବା ରଚନାକୁ କ'ଣ କୁହାଯାଏ? କ ବା ଚଉତିଶା, ଖ କ୍ଷ ଚଉତିଶା, ଗ ଓଲଟ ଚଉତିଶା, ଘ ବୋଲି। ସଠିକ ଉତ୍ତର ହେଉଛି ଓଲଟ ଚଉତିଶା। କ ଠାରୁ କ୍ଷ ପର୍ଯ୍ୟନ୍ତ ଚଉତିଶା, କ୍ଷ ଠାରୁ କ ପର୍ଯ୍ୟନ୍ତ ଓଲଟ ଚଉତିଶା। କବି ସୂର୍ଯ୍ୟ ବ୍ରହ୍ମା ନିମ୍ନଲିଖିତ କେଉଁ ଚଉତିଶା ରଚୟିତା? କବି ସୂର୍ଯ୍ୟ ବ୍ରହ୍ମା କେଉଁ ଚଉତିଶାର ରଚୟିତା? କ ପ୍ରେମ ଚିନ୍ତାମଣି, ଖ କମଳ ଲୋଚନ, ଗ ଆର୍ତ୍ତତ୍ରାଣ, ଘ ଅନୁରାଗ। ସଠିକ ଉତ୍ତର କ'ଣ ହେବ? କବି ସୂର୍ଯ୍ୟ ବ୍ରହ୍ମା କେଉଁ ଚଉତିଶା ଲେଖିଥିଲେ? ପ୍ରେମ ଚିନ୍ତାମଣି। ପ୍ରେମ ଚିନ୍ତାମଣି ଗୋଟେ ଚଉତିଶା, ତାହାକୁ କିଏ ଲେଖିଥିଲେ? କବି ସୂର୍ଯ୍ୟ ବ୍ରହ୍ମା। ପରବର୍ତ୍ତୀ ପ୍ରଶ୍ନ, ମନବୋଧ ଚଉତିଶାର ରଚୟିତା କିଏ?
କ ବଳରାମ ଦାସ, ଖ ଜଗନ୍ନାଥ ଦାସ, ଗ ଉପେନ୍ଦ୍ର ଭଞ୍ଜ, ଘ ଭକ୍ତଚରଣ ଦାସ। ଏହାର ସଠିକ ଉତ୍ତର ହେଉଛି ଭକ୍ତଚରଣ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଶବ କୈଲିର ରଚୟିତା କିଏ? କ ବଳରାମ ଦାସ, ଖ ମାର୍କଣ୍ଡ ଦାସ, ଗ ଭକ୍ତଚରଣ ଦାସ, ଘ ଜଗନ୍ନାଥ ଦାସ। ଏହାର ସଠିକ ଉତ୍ତର ହେଉଛି ଖ ମାର୍କଣ୍ଡ ଦାସ। ତା ପରବର୍ତ୍ତୀ ପ୍ରଶ୍ନ, ପୁତ୍ର ବିଚ୍ଛେଦରେ ସନ୍ତାନ ବସଳା ଜନନୀ ଯଶୋଦାଙ୍କ ଅଶ୍ରୁବର୍ଷଣ ସ୍ମୃତିଚାରଣ କେଉଁ ଗ୍ରନ୍ଥର ମର୍ମସ୍ୱର? କେଉଁ ଗ୍ରନ୍ଥରେ ମାତା ଯଶୋଦା ନିଜର ପୁତ୍ର ବିଚ୍ଛେଦର କରୁଣ କାହାଣୀକୁ କୋଇଲି ଆଗରେ ବର୍ଣ୍ଣନା କରିଛନ୍ତି? ଏହାର ସଠିକ ଉତ୍ତର ହେଉଛି କେଶବ କୋଇଲି। କେଶବ କୋଇଲିରେ ଯଶୋଦା ଶ୍ରୀକୃଷ୍ଣଙ୍କର ବିରହରେ ନିଜର ମର୍ମସ୍ୱର କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଅର୍ଥକୋଇଲିର ରଚୟିତାଙ୍କ ନାମ ଲେଖ। ଅର୍ଥକୋଇଲିର ରଚୟିତା, ଅପସନ୍ କ ଜଗନ୍ନାଥ ଦାସ, ଖ ବଳରାମ ଦାସ, ଗ ଅଚ୍ୟୁତାନନ୍ଦ ଦାସ, ଘ ଅନନ୍ତ ଦାସ। ଏହାର ସଠିକ ଉତ୍ତର ହେଉଛି ଅର୍ଥକୋଇଲି କିଏ ରଚନା କରିଥିଲେ? ଜଗନ୍ନାଥ ଦାସ। ଜଗନ୍ନାଥ ଦାସ ଅର୍ଥକୋଇଲିରେ କୋଇଲିକୁ କ'ଣ କହିଛନ୍ତି? ପରମାତ୍ମା, ପିଣ୍ଡ, ବ୍ରହ୍ମାଣ୍ଡ ନା ଜୀବ? ପରମାତ୍ମା, ପିଣ୍ଡ, ବ୍ରହ୍ମାଣ୍ଡ, ଜୀବ। ଜଗନ୍ନାଥ ଦାସ ଅର୍ଥକୋଇଲିରେ କୋଇଲିକୁ କ'ଣ କହିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଜୀବ। କୋଇଲି ଗୋଟେ ଜୀବ। ପରବର୍ତ୍ତୀ ପ୍ରଶ୍ନ, କୋଇଲି ବଲିଣ ପାର୍ଥ ଜୀବଟିକୁ କହି ସେହି ଜୀବ ମୁହିଁ ଜାଣ ସବ୍ରତ ଅଛାଇ ଆପେ ଆସୁଥିଲା ଜୀବ ଆପେ ଚଳି ଗଲା ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନଇଲା। ଏହା କେଉଁ ଗ୍ରନ୍ଥର? ଅପସନ୍ କ କେଶବ କୋଇଲି, ଖ ବାରମାସୀ କୋଇଲି, ଗ ଅର୍ଥ କୋଇଲି, ଘ ଶଙ୍କର କୋଇଲି। ଏହାର ସଠିକ ଉତ୍ତର ହେଉଛି ଅର୍ଥ କୋଇଲି। ପରବର୍ତ୍ତୀ ପ୍ରଶ୍ନ, ବାଳବଲି ଚଉତିଶା। ବାଳବଲି ଚଉତିଶାର କାହାର ରଚନା? ଅପସନ୍ କ ଦ୍ୱାରିକା ଦାସ, ଖ ମାର୍କଣ୍ଡ ଦାସ, ଗ ମାଧବୀ ଦାସ, ଘ ଜଗନ୍ନାଥ ଦାସ। ବାଳବଲି ଚଉତିଶା କିଏ ରଚନା କରିଥିଲେ? ଏହାର ସଠିକ ଉତ୍ତର କ ଦ୍ୱାରିକା ଦାସ। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ଗୋପୀ ଜ୍ଞାନ ଚଉତିଶାର ରଚୟିତା କିଏ? ଗୋପୀ ଜ୍ଞାନ ଚଉତିଶାର ରଚୟିତା କିଏ? କ ବଳରାମ ଦାସ, ଖ ଅଚ୍ୟୁତାନନ୍ଦ ଦାସ, ଗ ଅନନ୍ତ ଦାସ, ଘ ହରିଦାସ। ଏହାର ସଠିକ ଉତ୍ତର ହେଉଛି ହରିଦାସ। ସମସ୍ତ ପିଲାମାନଙ୍କୁ ଅନୁରୋଧ, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଓ ଭିଡ଼ିଓଟି ଲାଇକ୍ ମଧ୍ୟ କରନ୍ତୁ। ପିଜି, ୟୁଜିସି, ନେଟ୍, ଜେଆରଏଫ୍ ପାଇଁ ସମସ୍ତ OMR ପ୍ରଶ୍ନପତ୍ର ଆମେ ଏହି ଚ୍ୟାନେଲରେ ଆଲୋଚନା କରିବା, ସବୁ ବିଷୟରେ ଆଲୋଚନା କରିବା। ତେଣୁ ଯଦି ଆପଣମାନଙ୍କର ଉତ୍ପାଦ ହେବା ପାଇଁ ଭାବୁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପରବର୍ତ୍ତୀ ପ୍ରଶ୍ନ, କହଇ ମନ ଆରେ ମବଲ କର କଳାଶ୍ରୀମୁଖ ବାରେ ଦେଖିବା ଚାଲରେ କେତେ ଦିନକୁ ମନ ବାନ୍ଧିଛୁ ଅଣ୍ଟ କି ଘେନି ଯିବୁ ତୋର ଛୁଟିଲେ ଘଟରେ। ଏହା କେଉଁ ଚଉତିଶାର ଅଂଶବିଶେଷ? ଅପସନ୍ କ ବାଳବଲି ଚଉତିଶା, ଖ ଗୋପୀଜ୍ଞାନ ଚଉତିଶା, ଗ ମନବୋଧ ଚଉତିଶା, ଘ ଆର୍ତ୍ତତାଣ ଚଉତିଶା। ଏହାର ସଠିକ ଉତ୍ତର ମନବୋଧ ଚଉତିଶା।
ପରବର୍ତ୍ତୀ ପ୍ରଶ୍ନ, ଯମକରାଜ ଚୌତିସାର ରଚୟିତା କିଏ? ଯମକରାଜ ଚୌତିସାର ରଚୟିତା କିଏ? କ ଉପେନ୍ଦ୍ର ଭଞ୍ଜ, ଖ ଦୀନକୃଷ୍ଣ ଦାସ, ଗ ଭକ୍ତଚରଣ ଦାସ, ଘ ଦ୍ୱାରିକା ଦାସ। କିଏ ଯମକରାଜ ଚୌତିସା ରଚନା କରିଥିଲେ? ସଠିକ୍ ଉତ୍ତର ହେଉଛି ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ଯମକରାଜ ଚୌତିସା କେଉଁ ଚୌତିସାର ଅନ୍ତର୍ଭୁକ୍ତ? କ ଆଳଙ୍କାରିକ, ଖ ଧର୍ମୀୟ, ଗ ପ୍ରେମ ବର୍ଣ୍ଣନାମୂଳକ, ଘ ବାର୍ତ୍ତାଧର୍ମୀ। ଯମକରାଜ ଚୌତିସା ଏହା ହେଉଛି ଏକ ଆଳଙ୍କାରିକ କ। ଯେହେତୁ ଉପେନ୍ଦ୍ର ଭଞ୍ଜ ଏହାର ଲେଖକ, ତେଣୁ ସେ ତ ଅଳଙ୍କାରକୁ ବହୁତ ଭଲ ପାଆନ୍ତି, ତେଣୁ ସେ ହେଉଛି ଆଳଙ୍କାରିକ ଚୌତିସା। ପରବର୍ତ୍ତୀ ପ୍ରଶ୍ନ, ବାରମାସୀ କୋଇଲିର ରଚୟିତାଙ୍କ ନାମ ଉଲ୍ଲେଖ କର। ବାରମାସୀ, ଅପସନ୍ କ ଜଗନ୍ନାଥ ଦାସ, ଖ ବଳରାମ ଦାସ, ଗ ମାର୍କଣ୍ଡ ଦାସ, ଘ ଅନନ୍ତ ଦାସ। ଏହାର ସଠିକ୍ ଉତ୍ତର ହେଉଛି ବଳରାମ ଦାସ। ବଳରାମ ଦାସ ଲେଖିଥିଲେ ବାରମାସୀ କୋଇଲି। ଅର୍ଥ କୋଇଲି ଲେଖିଥିଲେ ଜଗନ୍ନାଥ ଦାସ, କେଶବ କୋଇଲି ମାର୍କଣ୍ଡ ଦାସ। ପରବର୍ତ୍ତୀ ପ୍ରଶ୍ନ, କାନ୍ତ କୋଇଲିର ରଚୟିତା କିଏ? ଅପସନ୍ କ ଜଗନ୍ନାଥ ଦାସ, ଖ ବଳରାମ ଦାସ, ଗ ଶଙ୍କର ଦାସ, ଘ ମାର୍କଣ୍ଡ ଦାସ। ଏହାର ସଠିକ୍ ଉତ୍ତର ହେଉଛି ବଳରାମ ଦାସ। ଜ୍ଞାନ ଉଦୟ କୋଇଲିର ସ୍ରଷ୍ଟା କିଏ? ଅପସନ୍ କ ନାଥୁଆ, ଖ ବଳରାମ ଦାସ, ଗ ଶଙ୍କର ଦାସ, ଘ ବଡ଼ ଦାସ। ଏହାର ସଠିକ୍ ଉତ୍ତର ହେଉଛି ନାଥିଆ। ପରବର୍ତ୍ତୀ ପ୍ରଶ୍ନ, ରସକୋଇଲି ଚୌତିସାର ରଚୟିତା କିଏ? କ ଦାମୋଦର, ଖ ବଳରାମ, ଗ ଶଙ୍କର, ଘ ନାଥିଆ। ଏହାର ସଠିକ୍ ଉତ୍ତର ହେଉଛି ଦାମୋଦର। ମନ୍ଦାକିନୀ ଚୌତିସା, ବର୍ଷା ଭାବନା ଚୌତିସା, କମଳ ଦଳ ଲୋଚନ ଚୌତିସାର ରଚୟିତା କିଏ? ମନ୍ଦାକିନୀ, ବର୍ଷା ଭାବନା ଚୌତିସା, କମଳ ଦଳନ ଚୌତିସାର ରଚୟିତା କିଏ? ଅପସନ୍ କ ବିଷ୍ଣୁ ଦାସ, ଖ ମନ୍ଦାକିନୀ ଚୌତିସା, ବର୍ଷା ଭାବନା ଚୌତିସା, କମଳ ଦଳଲୋଚନ ଚୌତିସାର ରଚୟିତା ହେଉଛନ୍ତି ବିଷ୍ଣୁ ଦାସ। ଉତ୍ତର କ। ଜ୍ଞାନଜୟ କୋଇଲିର ସ୍ରଷ୍ଟା କିଏ? ଅପସନ୍ କ ବିଷ୍ଣୁ ଦାସ, ଖ ଲୋକନାଥ, ଗ ମାର୍କଣ୍ଡ ଦାସ, ଘ ଶଙ୍କର ଦାସ। ଜ୍ଞାନଜୟ କୋଇଲିର ସ୍ରଷ୍ଟା ହେଉଛନ୍ତି ଲୋକନାଥ। ଉତ୍ତର ଖ ଲୋକନାଥ ଦାସ। କଳସତୃଷା କାହାର ସୃଷ୍ଟି? କ ବର୍ଷା ଦାସ, ଖ ମାର୍କଣ୍ଡ ଦାସ, ଗ ଶଙ୍କର ଦାସ, ଘ ବିଷ୍ଣୁ ଦାସ। ଏହା ସଠିକ୍ ଉତ୍ତର ହେଉଛି ବର୍ଷା ଦାସ। ପୁସ୍ତକ ଅନୁସାରେ ରଚୟିତା ମାନଙ୍କୁ ସଜାଡ଼ି ଲେଖ। ଦେଖ ଏଇଟା କାନ୍ତ କୋଇଲି। କାନ୍ତ କୋଇଲି କିଏ ରଚନା କରିଛନ୍ତି? ସବୁ ଆଲୋଚନା ହେଇଛି। କାନ୍ତ କୋଇଲି ହେଉଛନ୍ତି ବଳରାମ ଦାସ। ଅର୍ଥ କୋଇଲି କିଏ ରଚନା କରିଛନ୍ତି? ଅର୍ଥ କୋଇଲି ଜଗନ୍ନାଥ ଦାସ। ବାରମାସୀ କୋଇଲି କିଏ ରଚନା କରିଛନ୍ତି? ଶଙ୍କର ଦାସ। ଯଶୋଦା କୋଇଲି ରଚନା କରିଛନ୍ତି ଦନାଇ ଦାସ। ଆଉ ଗୋପୀ କୋଇଲି ଶେଷରେ କିଏ ରଚନା କରିଛନ୍ତି? ଗୋବିନ୍ଦ ଦାସ। ଅର୍ଥ କୋଇଲି, କାନ୍ତ କୋଇଲି ବଳରାମ ଦାସ, ଅର୍ଥ କୋଇଲି ଜଗନ୍ନାଥ ଦାସ, ବାରମାସୀ କୋଇଲି ଶଙ୍କର ଦାସ, ଯଶୋଦା କୋଇଲି ଦନାଇ ଦାସ,
ଗୋପୀ କୋଇଲି ଗୋବିନ୍ଦ ଦାସ। ପରବର୍ତ୍ତୀ ପ୍ରଶ୍ନ, ଅଳଙ୍କାର ବୋଲିର ରଚୟିତା କିଏ? ଅଳଙ୍କାର ବୋଲିର ରଚୟିତା କିଏ? କ ଉପେନ୍ଦ୍ର ଭଞ୍ଜ, ଖ ଦୀନକୃଷ୍ଣ ଦାସ, ଗ ଭୀମାଧିବର, ଘ ମାଧବୀ ଦାସ। ଅଳଙ୍କାର ବୋଲି ରଚୟିତା ଦୀନକୃଷ୍ଣ ଦାସ। ଉତ୍ତର ଖ ଦୀନକୃଷ୍ଣ ଦାସ। ଶ୍ରୀ ପଞ୍ଚମୀ ବୋଲିର ରଚୟିତା କିଏ? ଶ୍ରୀ ପଞ୍ଚମୀ ବୋଲିର ରଚୟିତା କିଏ? କ ଉପେନ୍ଦ୍ର ଭଞ୍ଜ, ଖ ଦୀନକୃଷ୍ଣ ଦାସ, ଗ ବଳରାମ ଦାସ, ଘ ଜଗନ୍ନାଥ ଦାସ। ଶ୍ରୀ ପଞ୍ଚମୀ ବୋଲିର ରଚୟିତା ହେଉଛନ୍ତି ବଳରାମ ଦାସ। ତାପରେ ବଜାର ବୋଲିର ସ୍ରଷ୍ଟା କିଏ? ବଜାର ବୋଲି ଅପସନ୍ କ ଉପେନ୍ଦ୍ର ଭଞ୍ଜ, ଖ ଦୀନକୃଷ୍ଣ ଦାସ, ଗ ଅନନ୍ତ ଦାସ, ଘ ବିଷ୍ଣୁ ଦାସ। ବଜାର ବୋଲିର ରଚୟିତା ହେଉଛନ୍ତି ଉପେନ୍ଦ୍ର ଭଞ୍ଜ।